अनुकूल परिवेश पाई शब्द मारी आसे हो कुरुक्षेत्र युद्ध पड़िया रहिले सर्वे त्रासे हो किंतु वास्तव में से शब्द नथिला से शब्द थिला तृतीय पांडव वीर अर्जुनर धनुर टंकार गांडीव धनुर गुण टंकार रे प्रकंपित होउची कुरुक्षेत्र समस्ते व्यस्त विव्रत भयचकित अवस्था रे चाहिथिला बेले कुहाट छाडिला अर्जुन अर्जुन छाती थरा कुहाट मारिला बोई अर्जुन केमिति रडी करूची रे गोटे पद छांद शुण कहले पांडव गुण निधान पांडव गुण निधान दंड के घटी भिन्न गांडीव गुण टंकारे धरा पुओ पांडवों भितर सबुठारु गुणवंत होउची अर्जुन सबुठारु शक्तिमान होउची अर्जुन सबुठारु बुद्धिमान होउची अर्जुन सबुठारु स्थित प्रज्ञ होउची स्थितधि होउची अर्जुन आज अर्जुन क्रोधानल जळुची गांडीव गुण टंकारे धरा कंपिला गांडीव धनुर गुणर टंकार रे पृथ्वी प्रकंपित होउछि ओ भुज दंड छाटी हाथ को छाटी चांदे बाणी भासु राग राग क्रोध रे गर्जन करुछि अर्जुन भंड राधा सुत ग्रीवा को तार खंड विखंडित शब्द भी शिवा आज राधानंदन कर्ण ताकू खंड खंड करके काटिकी मांस टिकी टिकी करके बिलुआ सागुणा को बांटीबी अर्जुन रो ए कथा काहे की हला काहे की ना जो अर्जुन रो तीव्र शराघात रे धराशायी हेची राधानंदन कर्ण 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 पड़ीची तळे पड़ीची आखिरु दिधारे लुह गड़ी जाउची विजय दर्परे छाती रे हाथ पिटुची अर्जुन अर्जुनंकर विजय पर्व रे समस्त शामिल हेछंती पांडव पक्ष योद्धा माने अर्जुनंकर जयगान करिबारे व्यस्त अछंती अर्जुन चाहिला समस्त मुह समस्त योद्धा माने प्रशंसा कले मोर किछि मूल्य नाही जणे जदि तालिकार नाम ना लिखि दबो जणे जदि प्रशंसा करि दबो सेही होछि मो पे यथेष्ट चाहिला अर्जुन पाखरे छिड़ा होती नंदी घोष रथ को आउची कि भगवान कृष्ण राजीव नेत्र बहेलो तो कधार नीरवे उभा छंती कौस्तुभ भगवान कृष्णंकर दी आखिरु दिधारे लुह झरुची कौस्तुभ कंठ भगवान नारायण
ନନ୍ଦୀ ଘୋଷକୁ ଆଉ ଯେ କି ଛିଡ଼ା ହେଇଛନ୍ତି। ଅର୍ଜୁନ ଚାହିଁଲା କହିଲା ପ୍ରଭୁ ଇଏ କି ଅବସ୍ଥା, ଇଏ କି ମୋ ଆଙ୍ଗୁଠି କିଣିକି ବସ୍ ଚୁପ୍ ହେଇକି, ମୋ ପାଖରେ ସମୟ ନାହିଁ ତୁ ଠିଆକି ବେଲି କରିବା ପାଇଁ। କହିଲା ଇଏ କି ଅବସ୍ଥା। କୃଷ୍ଣ ହାତ ଯୋଡ଼ିଦେଲା, ହେ ଜଗଦୀଶ ନୀରବି ଯାଇଛି କିମ୍ପା ଆଜ ପଞ୍ଚ ମୋ ଜୟରେ ସୁଖୀ ନୁହ କିମ୍ପା ତୁମ୍ଭ ମନା। ହେ କୃଷ୍ଣ ସବୁଦିନ ଯୁଦ୍ଧରେ ମୁଁ ଯେତେବେଳେ ତୀର ମାରି 2-4ଟା ସୈନ୍ୟକୁ ମାରିଦିଏ ତୁ ହାତରେ ଧରିଥିବା 5 ଜଣକୁ ଭୂ କରିକି ଫୁଙ୍କି ଦଉ। ଆଜି ଇଏ କୌରବ ପାଣ୍ଡବ ଭିତରେ ଯିଏ ହଉଛି ଶ୍ରେଷ୍ଠ ଯୋଦ୍ଧା ସେ କର୍ଣ୍ଣ ଆଜି ଧରାଶାୟୀ, ଅଥଚ ତୋର 5 ଜନ୍ୟ ନୀରବି ଯାଇଛି। ଆଜି କାହିଁକି ଫୁଙ୍କା ହଉନି? କଣ ମୋ ଜୟରେ ଆପଣ ସୁଖୀ ନୁହନ୍ତି? ପ୍ରଭୁ ତୁ ହଉଛୁ ନିର୍ଦ୍ଦେଶକ, ମୁଁ ହଉଛି ଗୋଟେ ନାଟୁଆ। ତୁ ମତେ ଯେମିତି ନଚେଇଲୁ ମୁଁ ସେମିତି ନାଚିଲି। ଯଦି ତୋ ନିର୍ଦ୍ଦେଶରେ ମୁଁ ନୃତ୍ୟ ପରିବେଷଣ କଲି ମୋ ଅଭିନୟରେ କିଛି ଭୁଲ ବଇ ଯିଏ ଡିରେକ୍ଟର ନିର୍ଦ୍ଦେଶକ ସିଏ ବତେଇଥିବ ତୁ ହାତଟାକୁ ଏମିତି କରିବୁ, ସେମିତି ନ କଲେ ତା ମନ ଦୁଃଖ ହେଇଯିବ। ପ୍ରଭୁ ତୁ ତ କହିଲୁ ଅର୍ଜୁନରେ ଏତିକି ବେଳେ ତା ରଥଟା ତଳକୁ ଦବିଛି, ଇଏ ରଥ ଚକ ଟେକିଲା ବେଳେ ତୁ ତୀର ମାରେ। ମୁଁ ତ ମାରିଲି, ତୁ କାନ୍ଦୁଛୁ କାହିଁକି? କୃଷ୍ଣ ହେଲେ ଅର୍ଜୁନ ପ୍ରଭୁ ତମେ କର୍ଣ୍ଣକୁ ମାରିଛ, ଏଥିପାଇଁ କାନ୍ଦୁନି ମୁଁ। ମୁଁ ସୁଖରେ କାନ୍ଦୁନି, ମୁଁ ଦୁଃଖରେ କାନ୍ଦୁଛି। କାହିଁକି ନା ହଜାଇ ଦେଇଛି ଧରଣୀ ତାର ଯୋଗ୍ୟ ନନ୍ଦନ। ଆତ୍ମାରେ ଫାଲଗୁନି ମୁହିଁ ତୋରେ ଚନ୍ଦନ। ଆଜି ଗୋଟେ ମାର ଗୋଟେ ଭଲ ପୁଅ ଯୋଗ୍ୟ ପୁଅ ଚାଲିଗଲା, ଧରଣୀ ମା ଆଜି ଗୋଟେ ଯୋଗ୍ୟ ପୁଅକୁ ହରେଇ ଦେଇଛି। ମୁଁ ସେଇଥିପାଇଁ କାନ୍ଦୁଛି। ଅର୍ଜୁନ କହିଲା ପ୍ରଭୁ ଆପଣ କହୁଛନ୍ତି ଯୋଗ୍ୟ ପୁଅ କିଏ? ଏଇ ରାଧାନନ୍ଦନ ରାଧେୟ ବସୁସେନ ଇଏ ହଉଛି ଧରଣୀ ମାର ଯୋଗ୍ୟତମ ସନ୍ତାନ। ପ୍ରଭୁ ହେ ହେ ଅର୍ଜୁନ ବସ, ବେକାର ବାଜିବ ତ। ଆରେ ସମୟ ଦେଖିକି ଠିଆ ହୁଅ। ନାଇଁ ତୁ ନାଇଁ କିଛି କହନି, ବସି ଶୁଣ, କିଛି କହନି, ଖାଲି ପାଳି ପଦେ ପଦେ ଧର ବସ। ଆମ ପାଖରେ ସମୟ ନାହିଁ ପରା, ତମେ ବେଲି କରିବା ପାଇଁ ସମୟ କାହିଁ? ମୁଁ ତ କେତେ କଥା କାଟି କାଟିକି ଚାଲୁଛି। ଅର୍ଜୁନ କହିଲା ପ୍ରଭୁ ଆପଣ କହୁଛନ୍ତି କର୍ଣ୍ଣ ଯୋଗ୍ୟ? ନା ହଁ ନା, ଯୋଉଦିନ କୁରୁସଭାରେ ଦ୍ରୌପଦୀକି ଉଲ୍ଲଂଘନ କରିବାର ବୃଥା ପ୍ରୟାସ ଚେଷ୍ଟା କରାଗଲା ସେଦିନ ନୀରବ ସମର୍ଥକ ସାଜିଥିଲା ଏ କର୍ଣ୍ଣ। ଯିଏ ମାକୁ ସମ୍ମାନ ଦେଇ ଜାଣିନି, ଯିଏ ନାରୀକି ସମ୍ମାନ ଦେଇ ଜାଣିନି, ଆପଣ ତାକୁ କହୁଛନ୍ତି ଜଣେ ଯୋଗ୍ୟ ପୁଅ? କୃଷ୍ଣ କହିଲେ ଅର୍ଜୁନ କର୍ଣ୍ଣ ଭଳି ଗୋଟାଏ ପୁଅ ଆଉ ପୃଥିବୀରେ ଜନ୍ମ ହବନି ରେ। ଏଇ ଯୋଉ ସିଂହାସନ ତମକୁ ମିଳିବାକୁ ଯାଉଛି, ଯୋଉ ବିଜୟ ତିଳକ ତମେ ପିନ୍ଧିବାକୁ ଯାଉଛ, ଏ ତମର ନୁହଁ, ଜଣଙ୍କର ମହାନ ଦାନ। ବୁଝୁଛୁ? ଗୋଟେ ଭଲ ମଣିଷର ସଂକେତ କଣ? ଆମେ ଗୋଟେ ଭଲ ମଣିଷ ବୋଲି କାହାକୁ କହିବା? ହେ କବି ହେଲେ ମହାକବି କ୍ଷେମେନ୍ଦ୍ର ବହି, ତାଙ୍କର ସବୁଗୁଡ଼ିକ ଗ୍ରନ୍ଥର ଶେଷରେ ଲେଖିଛନ୍ତି ମଞ୍ଜରୀ। ରାମାୟଣ ମଞ୍ଜରୀ, ବୃହତ କଥା ମଞ୍ଜରୀ, ଭାରତ ମଞ୍ଜରୀ। ଏ ରାମାୟଣ ମଞ୍ଜରୀରେ ଗୋଟେ ସୁନ୍ଦର ଶ୍ଲୋକ ଲେଖିଛନ୍ତି, କହିଲେ ଯଥା ଚତୁର୍ଭିକନ କମ୍ପରିକ୍ଷ୍ୟତେ ଦର୍ଶନ ତାପ ତାଡ଼ନ ଛେଦନ ଯଥା ଚତୁର୍ଭି ପୁରୁଷಂ পরীক্ষ্যতে দানেন শিলেন পুণ্যেন কর্মাণি। ভগবান কৃষ্ণ আরম্ভ কলে কর্ণর জীবনী। कहले मु कहीं कहली गोटे योग्य पुओ भल मनीष बोली कर्णु। शुण
हे ଯଥା ଚତୁର୍ଭି କନକମ୍ ପରୀକ୍ଷତେ ଆଜ୍ଞା ଆଜ୍ଞା ତୁ ଝିଅଟିଏ ବାହାଘର କରିବୁ ଆଜ୍ଞା ତୋର କିଛି ପୁରୁଣା ଅଳଙ୍କାର ଅଛି ହଁ ତୁ ତାକୁ ବଦଳ କରିବାକୁ ନେଲୁ ଆଜ୍ଞା ନା ନାଇଁ ଯିଏ ସୁନା ବ୍ୟବସାୟୀ ତୋ ସୁବର୍ଣ୍ଣକୁ ସେ ପରୀକ୍ଷା କରିକି ରଖିବ କେମିତି ପରୀକ୍ଷା କରିବ 4 ପ୍ରକାର ପରୀକ୍ଷା କରିବ ଚାରି ପ୍ରକାର କଣ ଆଜ୍ଞା ପ୍ରଥମ ହେଲା ନିର୍ଘର୍ଷଣ ନିଘର୍ଷଣ ବୋଲେ କଷଟି ପଥରରେ ସୁନାକୁ ଘଷିବ ସୁନା ନେଇଥିବି ଘଷିବ ତାକୁ ଘଷିକି ଟିକେ ତେଜାପ ପକେଇବ ତେଜାପ ପକେଇ ଦବ ଯଦି ମନରେ ସନ୍ତୁଷ୍ଟ ଆସିଲା ଯଦି ଜାଣି ନ ପାଇଲା ତୋଠୁ ରଖିଲା ଆଜ୍ଞା ଯଦି ଅସନ୍ତୁଷ୍ଟ ହେଲା ଫେରେଇ ଦବ ଦ୍ୱିତୀୟ ପରୀକ୍ଷା କରିବ ଦ୍ୱିତୀୟ ତାପ ତାକୁ ନିଆଁରେ ପୋଡ଼ିବ ପଡ଼ିବ ଯଦି ସନ୍ତୁଷ୍ଟ ହେଲା ରଖିବ ନହେଲେ ତୃତୀୟ ପରୀକ୍ଷା କରିବ କଣ କରିବ ତାଡ଼ନ କାରଣ ବୋଲେ ତାକୁ ଛେଚିବ ସୁନା ବାଡ଼େଇବ ର ଆଜ୍ଞା ଚତୁର୍ଥ ଚତୁର୍ଥ ଛେଦନ କାଟିବ କାଟିଦେଲେ ସୁନା ଛୋଟିଆ ହେଇଯିବ 4 ପ୍ରକାର ପରୀକ୍ଷାରେ ସୁବର୍ଣ୍ଣକୁ ଯେମିତି ପରୀକ୍ଷା କରାଯାଏ ଠିକ ଠିକ ସେଇଭଳି ଗୋଟେ ଭଲ ମଣିଷର 4ଟି ଗୁଣ ଥିଲା ଆମେ ତ କହିବା ଭଲ ମଣିଷ ଏ ଲମ୍ବା ପଞ୍ଜାବୀ ପିନ୍ଧିଥିବ କ୍ଷେମେନ୍ଦ୍ର କହିଲେ ଆଜ୍ଞା ଆଜ୍ଞା କହିଲେ ଦାନେନ ଶିଳେନ ପୁଣ୍ୟେନ କର୍ମଣି ଭଲ ମଣିଷର ପ୍ରଥମ ଗୁଣ ହଉଛି ଦାନ ଦାନ ଗୁଣ ଥିବ କର୍ଣ୍ଣ ହଉଛି ମହାନ ଦାନୀ ବଇ ଆଜ୍ଞା ଆଜ୍ଞା ପୁରାଣରେ ଅନେକ ଦାନ ମହିମା ତାର ଅଛି 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 ଭଗବାନ କୃଷ୍ଣ କହିଲେ ଆଜ୍ଞା ଆଜ୍ଞା କହିଲେ ଅର୍ଜୁନ ପ୍ରଭୁ ଗାୟକ କେଶରୀ ରଥ ଶର୍ମା ଉଦନାଥ ରଥ ଶର୍ମା ବହିର ନାଁ ମଧ୍ୟ କର୍ଣ୍ଣ ସେ ସେଇଥିରୁ ଗୋଟିଏ ପଦ କହିଲେ ଆଜ୍ଞା ଆଜ୍ଞା କହିଲେ ଅଭିମନ୍ୟୁ ବଧ କ୍ରୋଧାନଳ ତବ ଇଏ କୁରୁଖେ କୁରୁ ବଂଶ ଦେଲା ଚାଟି একমাত্র পুত্র বিশ্বকেশ আরে গোটে পুଅ ତମର ଅଭିମନ୍ୟୁ ସେ ମରିଗଲା ବୋଲି ଆଜି କୁରୁବଂଶଟାକୁ ଶେଷ କରିଦେଲ କିନ୍ତୁ ନିଜ ହାତରେ ନିଜ ପୁଅ ବିଶିକେଶନକୁ କାଟି ଦେଇଥିବା ଲୋକ ହଉଛି କର୍ଣ୍ଣ ବଇ ନିଜ ହାତରେ ନିଜର ପୁଅର ମୁଣ୍ଡକୁ କାଟିଥିବା ଲୋକ ହଉଛି କର୍ଣ୍ଣ କାହିଁକି କାଟିଲା ରେ ଖାଲି କର୍ଣ୍ଣ ନୁହଁ ଇଏ ହଉଛି ଭାରତୀୟର ଆଦର୍ଶ ଭାରତ ଭୂମିର ଭାରତ ମାଟିର ଆଦର୍ଶ ଆପଣଙ୍କର ଗୋପବନ୍ଧୁ ସେ କହିଛନ୍ତି କହିଲେ ପର ଉପକାରେ ସତ୍ୟ ରକ୍ଷା ଲାଗି ପୂର୍ବେ କେତେ କେତେ ଲୋକ କାଟିଥିଲେ ନିଜ ହାତେ ପୁଅ ମୁଣ୍ଡ এই আর্যাবর্ত পবিত্র ভারতর মহনীয় গুণ এটি সত্য পাই আউ পরোপকার পাই নিজর আত্মজ নিজর শরীর সৃষ্টি করিଥିବା আত্মার সৃষ্টি করিଥିବା পুଅর মুন্ড কাটিবা পে পছায় ই হচ্ছে সেই পবিত্র মাটি ভগবান কৃষ্ণ কহিলে অর্জুন রে গোটে পুଅ পাই তুমি গোটে বংশକୁ নষ্ট করিদেল কিন্তু পুত্র মোহ তার নথিলা সে হচ্ছে শ্রেষ্ঠ দানী খালি দানী নুহ সে হচ্ছে চরিত্রবান তা চরিত্রের এপর্যন্ত কলঙ্ক লাগিনি কারণ পদ্মাবতী ব্যতিরেকে দ্বিতীয় পত্নী প্রতি তার আখি উঠিনি বই ইয়ে কৃষ্ণ কৌଛନ୍ତି খালি চরিত্রবান নুহ সে হচ্ছে গোটে পুণ্যবান কোন পুণ্যবান পুণ্য শব্দর ব্যাখ্যা কলে আমি আগুক যাইপারিবানি খালি গোটে শ্লোক বলি দଉଛି হ্যাঁ নাই রে পুণ্য শ্লোক নুহ এ পুণ্য শ্লোক যাহাকে পচারু যে গাঁরে বুলিকি 100 টঙ্কার কীর্তন যে করছে সে পুণ্য শ্লোক নড়রাজা পুণ্য শ্লোক যুধিষ্ঠির সে শ্লোক বলিব না নাই কবি হলে শঙ্করাচার্য বলে জন্তু নাং নর জন্ম দুর্লভম তথা পুষ্টং তত বিপ্রতা তস্মাৎ বৈদিক ধর্ম মার্গ পরতম বিদ্বৎ তস্মাৎ আত্মান আত্ম অনুভব কৃষে ব্রহ্মাসনে সংস্থিতি মুক্তির্ণ শত জন্ম কোটি সুকৃতই পুণ্য বিনা লভ্যতে আরে তু যেতে দান কর পুণ্য নাই যজ্ঞ কর পুণ্য নাই তীর্থ বুল পুণ্য নাই পুণ্যটা কোউঠি কইলে শত জন্ম কোটি সুকৃতই যদি 100 কোটি থর জন্ম নিয়ন্তি যদি আপন সুকৃত নাহি তীর্থ গলে সুকৃত হবনি মু কালি দান কথা কହୁଥିଲି বই যদি সদ পাত্র দান করিনু তাহলে সুকৃত হবনি রবাটি করনি
ଆପଣ ଦେଖିବେ ଷ୍ଟେସନରେ ଅନେକ ଲୋକ ବୁଲୁଥିବେ ଖାଇନି କିଛି 10 ଟଙ୍କା ଦିଅ। ବସ୍ ଷ୍ଟାଣ୍ଡରେ ବୁଲୁଥିବେ କିଛି ଖାଇନି 10 ଟଙ୍କା ଦିଅ। ଆରେ 10 ଟଙ୍କାରେ କ'ଣ ହବ? 100 ଟଙ୍କା ଖର୍ଚ୍ଚ ହଉ ପଛକେ ତତେ ମୁଁ ଖାଇବାକୁ ଦେବି, ଆସ ମୋ ସାଥିରେ। ନାଇଁ ନାଇଁ ମତେ 10 ଟଙ୍କା ଦିଅ। କିରେ ମୁଁ ତ 100 ଟଙ୍କା ଦେବାକୁ ରାଜି, ତୁ 100 ଟଙ୍କାର ନ ଖାଇକି 10 ଟଙ୍କା କାହିଁ ମାଗୁଛୁ? ସେ 10 ଟଙ୍କାରେ ଖାଇବନି, 10 ଟଙ୍କାରେ ସେ ଖାଇବାକୁ ମାଗୁନି। ଆପଣ ତାକୁ ଦିଅନ୍ତୁନି 10 ଟଙ୍କା, କ'ଣ ଟଙ୍କାଟେ ଦେଲେ ଆପଣଙ୍କର ପୁଣ୍ୟ ହବନି ବଇ। ତେଣୁ ସେ ଦାନର ମୂଲ୍ୟ ନାହିଁ। ହେ ହରାପାଟି କରନି। ଆପଣ ପୁଣ୍ୟ କେମିତି ହବ? ଆଉ ଗୋଟେ ଶ୍ଲୋକ ଶଙ୍କରାଚାର୍ଯ୍ୟ କହିଛନ୍ତି, ହଁ କହିଲେ ଯଜନ୍ତୁ ଯଜ୍ଞାନ କୁର୍ବନ୍ତୁ କର୍ମାଣି ବଦନ୍ତୁ ଶାସ୍ତ୍ରାଣି ସ୍ତୁବନ୍ତୁ ଦେବତାଃ ଆତ୍ମୈକ୍ୟ ବୋଧେନ ବିନାର ବିମୁକ୍ତି ନ ସିଦ୍ଧ୍ୟନ୍ତି ବ୍ରହ୍ମ ଶତାନ୍ତରେପି। ରହ ଯଜ୍ଞ କର, ଯଦି ସାତ୍ବିକ ଭାବନା ନେଇକି ଆପଣ ଯଜ୍ଞ କରିଛନ୍ତି ପୁଣ୍ୟ ପାଇବେ। ପାଟି କରିନି ରହ। ଆପଣ ଅନ୍ନ ଦାନ କରୁଛନ୍ତି, ଯଦି ଆପଣ ସାତ୍ବିକ ଭାବନା ନେଇକି ଖାଇବାକୁ ଦଉଛନ୍ତି ତାହେଲେ ପୁଣ୍ୟ ହବ। ଆମ ସମାଜରେ କିଛି କିଛି ବ୍ୟକ୍ତି ଥାନ୍ତି ଧନାଢ୍ୟ ଲୋକ, ଧନ ସମ୍ପତ୍ତି ବହୁତ ଅଛି। ସେ ଯୋଉଦିନ ତାଙ୍କର ଯାହା ପୁଅ ବାହାଘର ହଉ କି ଝିଅ ବାହାଘର ହଉ ଭୋଜି ଭାତ କରିଥିବେ, ନିମନ୍ତ୍ରଣ ଦେଇଥିବେ, ସବୁ ଲୋକ ଆସିଥିବେ, ଖାଇ ବସିଥିବେ। ଇଏ ଲମ୍ବ ସାର୍ଟ ପଟା ବୃତ ହେଇକି ଭଲ ମଠା ପିନ୍ଧିଥିବେ, ଭଲ ପୋଷାକ ପିନ୍ଧିକି ବୁଲୁଥିବେ। କ'ଣ ସାର୍ ଖାଇବାଟା ଭଲ ହେଇଛି ତ? ଅର୍ଥାତ ମୋ ଭଳିଆ ପୂର୍ବରୁ କେହି ଆଉ ଭୋଜି କରିନଥିଲେ କି ମୋ ପରେ ଆଉ କେହି ଭୋଜି ଏମିତି କରିବେନି। ସେଥିରେ ପାଟିକନି, ସେଥିରେ କେବଳ ଆତ୍ମ ବଡ଼ିମା ଦେଖେଇବା, ଟିକେ ପାଟି କରନି, ସେଥିରେ ପୁଣ୍ୟ ନାହିଁ। କହିଲେ ଆତ୍ମୈକ୍ୟ ବୋଧ, ଅର୍ଥାତ ସମସ୍ତ ଶରୀର ଭିତରେ ଗୋଟିଏ ଆତ୍ମାର ଅବସ୍ଥିତି, ଆଉ ସେ ହେଉଛନ୍ତି ପରମାତ୍ମାଙ୍କର ସମସ୍ତ ଅଂଶ। ଯୋଉଦିନ ଏକ ଆତ୍ମା ବୋଧ ହେଇନି ସେ ପର୍ଯ୍ୟନ୍ତ ଆପଣଙ୍କର ପୁଣ୍ୟ ହବନି। କୃଷ୍ଣ କହିଲେ ଅର୍ଜୁନ ତମେ କର୍ଣ୍ଣକୁ ମାରିନ, ତମେ ଯଦି 5 ଭାଇ ବଞ୍ଚି ଥାଅ ତମ ପଛରେ ଜଣଙ୍କର ହାତ ଅଛି। ମୋ ହାତ ନୁହଁରେ, ହେ ତମ ହେ ପିଲେ ତମେ କାହିଁ ପାଟି କରୁଛ ଏମିତି? ହଁ ହେ ନାଇଁ ପାଟି କରନି, ଶୁଣୁ ପାଟି କରନି, ମନ ଦେଇକି ଶୁଣ। ଜଣେ ଭଲ ଲୋକର ଜୀବନ କଥା ଆମେ ଶୁଣିବା। ଆମ ପିଲାମାନଙ୍କୁ ଇତିହାସ ପଢ଼ା ହେଉଛି, ଆମେ ମହାପୁରୁଷଙ୍କର ଜୀବନୀ ପଢ଼ୁଛେ। କାହିଁକି? ଆମେ ମହାପୁରୁଷଙ୍କର ଜୀବନୀ ପଢ଼ିଲେ ତାଙ୍କର ଜୀବନଚର୍ଯ୍ୟା ସମ୍ପର୍କରେ ଆମର କିଛି ଜ୍ଞାନ ଆସିଲେ ଆମେ ହୁଏତ ଆମ ପ୍ରକୃତିରେ କିଛି ପରିବର୍ତ୍ତନ ହେବ, ଆମ କର୍ମ ଗୁଣରେ କିଛି ପରିବର୍ତ୍ତନ ହେବ। ଏଇଥିପାଇଁ ଆମେ ଗୋପବନ୍ଧୁଙ୍କର ଜୀବନୀ ପଢ଼ିବା, ଆମେ ମହାତ୍ମା ଗାନ୍ଧୀଙ୍କର ଜୀବନୀ ପଢ଼ିବା, ଆମେ ବିଜୁ ବାବୁଙ୍କର ଜୀବନୀ ପଢ଼ିବା। କାହିଁ ପଢ଼ିବା ନା ତାଙ୍କର ଗୁଣାଦର୍ଶ ଆମ ପାଖକୁ କିଛି ଆସିବ। ତେଣୁ ଇଏ ହେଉଛନ୍ତି ଜଣେ ମହାନ ଆତ୍ମା। ଭଗବାନ କୃଷ୍ଣ କହିଲେ କର୍ଣ୍ଣ କ'ଣ ଦାନ କରିଛି? ଖାଲି ପୁଅର ବେକକୁ କାଟିକି ହାଣିକି ମାଉଁସ ଦାନ କରିନି, ଦାନ୍ତରେ ଲାଗିଥିବା ସୁନା ଖିଲୁକୁ ଭାଙ୍ଗିକି ଦାନ କରିନି। ସବୁଦିନ ଯୋଉ ଇଏ ପୃଥିବୀ ତାକୁ ଦାନ ଦିଏ ସୁନା, ସେ ଲୋକମାନଙ୍କୁ ଦାନ ଦେଇଦିଏ, ସିଏ ଖାଲି ଦାନ କରିନି, ତମକୁ ଏ ହସ୍ତିନା ରାଜସିଂହାସନ ଦାନ କରିଛି। ଚମକି ପଡ଼ିଲେ 5 ପାଣ୍ଡବ। ଭଗବାନ କୃଷ୍ଣ କହିଲେ ମନେ ପକା ଯୋଉଦିନ କପଟ ପଶାରେ ହାରି ସଙ୍ଗେ ଘେନି ଭାଇଚାରୀ, ହେଲେ ରାଜା ବନଚାରୀ କପଟ ଦ୍ୟୁତ କ୍ରୀଡ଼ାରେ ପରାଜିତ ହୋଇ ଯୋଉଦିନ 5 ପାଣ୍ଡବ ଦ୍ରୌପଦୀକି ସାଥିରେ ନେଇ ତମେ ଜଙ୍ଗଲକୁ ଚାଲିଗଲ, ହେ ସର୍ତ୍ତ ରହିଲା 12 ବର୍ଷ ବନବାସ, 1 ବର୍ଷ ଅଜ୍ଞାତବାସ, 13 ବର୍ଷ ପରେ ତମେ ଫେରିଲ ନା ନାଇଁ? ରହିଲ କୋଉଠି? ଓଡ଼ିଆ ପୁରାଣ କହିଲା ବାରୁଣାବର୍ତ୍ତ। ଓଡ଼ିଆ ମହାଭାରତରେ ଶାରଳା ଦାସ ଲେଖିଛନ୍ତି ବାରୁଣାବର୍ତ୍ତରେ ରହିଲେ, କିନ୍ତୁ ସଂସ୍କୃତ ମହାଭାରତରେ ବାରୁଣାବର୍ତ୍ତ କହିଲେନି। ସଂସ୍କୃତ ମହାଭାରତରେ ରହିଲା ଉପପ୍ଳବ ନଗରୀ ବୈରାଗୀ, ଯୋଉଟା ରାଜସ୍ଥାନ ଅନ୍ତର୍ଗତ। ଭଗବାନ କୃଷ୍ଣଙ୍କର ଘର କୋଉଠି? ଗୁଜୁରାଟରେ। ଗୁଜୁରାଟର ପ୍ରତିବେଶୀ ହେଉଛି ରାଜସ୍ଥାନ। ରାଜସ୍ଥାନରେ ଲୁଚିକି ରହିଲେ ପାଣ୍ଡବ 5 ଭାଇ ଦ୍ରୌପଦୀକି ସାଥିରେ ଧରିକି। କୃଷ୍ଣ ଖବର ପାଇଲେ ବର୍ତ୍ତମାନ ଆସିକି ପହଞ୍ଚିଲେଣି, ପାଣ୍ଡବ ମାନେ ଫେରି ଆସିଲେଣି।
ତାଙ୍କୁ କେମିତି ଥଇଥାନ କରାଯିବ। ଆରେ ହସ୍ତିନାଟା କୋଉଠି ବାପା? ହସ୍ତିନା ଦିଲ୍ଲୀ, ସେଇଟା କୋଉଠି ଅବସ୍ଥିତ? ହରିୟାଣା। ଏ ହରିୟାଣାକୁ ଦୂତ ଭାବରେ ଭଗବାନ କୃଷ୍ଣ ଗଲେ। ଭଗବାନ କୃଷ୍ଣ ଦୂତ ଭାବରେ ଯିବା ପୂର୍ବରୁ ଆହୁରି 3 ଜଣ ଦୂତ ଆଗରୁ ଯାଇଥିଲେ। ସେ 3 ଜଣ କିଏ ସେ ଶୁଣୁ। ପ୍ରଥମେ ଗଲେ ଧୌମ୍ୟ ପୁରୋହିତ। ଦୁର୍ଯ୍ୟୋଧନକୁ ଅନୁନୟ କଲେ, କହିଲେ ବାପାରେ ଗୋଟିଏ କାମ କର। କହିଲେ ଜେସାଙ୍ଗତି କ୍ୱାପି ନିରାଶ୍ରୟା ସମ୍ବତ୍ସରେ ଦ୍ୱାଦଶ ଭିନ୍ନ ଦୃଷ୍ଟ୍ୟା। ବାପାରେ ଯୋଉମାନେ ପଶୁମାନଙ୍କ ଭଳି ଜଙ୍ଗଲରେ ବିତରଣ କରି କାଳକ୍ଷେପଣ କଲେ, ଜଙ୍ଗଲର ଜଳ ପିଇଲେ, ଗଛର ଫଳ ଖାଇଲେ, ଗଛର ପତ୍ର ସେଜରେ ଶୋଇଲେ, ଯେ ମୃଗୟନ୍ତି ନ ଗର୍ବୟନ୍ତି, ଖାଲି ବୁଲି ବୁଲି ତାଙ୍କ ମନରେ ଆଉ ଗର୍ବ ଅହଙ୍କାର କିଛି ନାହିଁ। ତୁ ଗୋଟେ କାମ କରେ, ହେ ତୁ ତାଙ୍କ ଭାଗ ତାଙ୍କୁ ଦେଇଦେ, ତାଙ୍କ ଭାଗ ତାଙ୍କୁ ଦେଇଦେ। ଆରେ ଇଏ କୁକୁର ନୁହଁରେ, ଇଏ ଅଗ୍ନି। ୟାଙ୍କରି ଲାଗି ମହାଭାରତ ହେଇଥିଲା, ବୁଝିପାରୁଛନ୍ତି? ୟାଙ୍କ ଲାଗି ହେଇନି, ୟାଙ୍କରି ଲାଗି ହେଇଛି ନା ମହାଭାରତ। ମହାଭାରତର ସୂତ୍ରଧର କୁକୁର, ମହାଭାରତର ମୁଣ୍ଡି ମାରିଛି କୁକୁର। ଆରେ ମାଇ ହେଲେ ତା ପେଟରେ ଅଣ୍ଡିରା ଅଛି। ମୁଁ ପଚାରି ଦିଅନ୍ତି ଯେ ଭାଇ ନା କହିପାରିବ, କହିପାରିବେ? ଯୋଉ ଯଜ୍ଞ କଥା କହୁଥିଲି ମୁଁ, ଯୋଉ ଯଜ୍ଞରେ ଆମର 3ଟା ଅଗ୍ନି କି ବ୍ୟବହାର କରାଯାଏ। 3ଟାରୁ ଗୋଟେ ଅଗ୍ନି ହଉଛି ଆହବନୀୟ ଅଗ୍ନି ହଉଛି ଯଜ୍ଞରେ। ଏଠି ଅନେକ ପୁରୋହିତ ବସିଛନ୍ତି, ଆମ ଭାଇନା ମଧ୍ୟ ବସିଛନ୍ତି, ଏଠି ଭାଇ ମଧ୍ୟ ବସିଛନ୍ତି। ସିଏ ଅବଶ୍ୟ ପୁରୋହିତ ନୁହଁ, ନହେଲେ ପାଲାକାର ତ। ଆରେ ବଳଭଦ୍ର ପଣ୍ଡାଙ୍କର ପଟ ଶିଷ୍ୟ। ଟିକେ ଶୁଣ, ଅନେକ ପୁରୋହିତ ପଣ୍ଡିତ ଅଛନ୍ତି। ଯେତେବେଳେ ଯଜ୍ଞ କରା ହୁଏ, ମୁଁ ଭାଇନାକୁ ଏଇଥିପାଇଁ ପଚାରୁଛି, ଭାଇନା ବ୍ରାହ୍ମଣ ବୋଲି, ବ୍ରାହ୍ମଣ ନ ହେଇଥିଲେ ପଚାରନ୍ତି, ଭାଇନା ବ୍ରାହ୍ମଣ ବୋଲି ପଚାରୁଛି। ବଇ ଯେତେବେଳେ ଯଜ୍ଞରେ ଆହୁତି ଦିଆ ହଉଛି, ଓମ୍ ଭୂ ସ୍ୱଃ ଇଦଂ ଅଗ୍ନୟେ, କଣ ଆଜ୍ଞା ଠିକ ନା ଭୁଲ? ଯୋଉ ଆହୁତି ଦିଆ ହଉଛି, ଓମ୍ ଭୂ ସ୍ୱଃ ଇଦଂ ଅଗ୍ନୟେ, ଓମ୍ ଭୁବ ସ୍ୱଃ ଇଦଂ, କଣ କଣ ଖାଲି ତମେ ଗୋସେଇ କାମ କରୁନ କିଛି। ଶୁଣ ଶୁଣ, ଓମ୍ ଭୁବ ସ୍ୱଃ ଇଦଂ ବାୟବେ, ଓମ୍ ସ୍ୱ ସ୍ୱଃ ଇଦଂ ସୂର୍ଯ୍ୟାୟ, ଭୂ ଭୁବ ସ୍ୱ। ଇଏ 3ରେ ଜଣକୁ ଅଗ୍ନି କି ଦିଆଗଲା, ପୃଥିବୀ କି ଡକା ହେଲା, ଅଗ୍ନି କି ଦିଆହେଲା, ଭୁବଙ୍କୁ ଡକା ହେଲା, ପବନକୁ ଦିଆହେଲା, ସ୍ୱକୁ ଡକା ହେଲା, ସୂର୍ଯ୍ୟଙ୍କୁ ଦିଆହେଲା। କାହିଁକି 3 ଜଣଙ୍କୁ ଦିଆହେଲା? ତାର ତତ୍ତ୍ୱ କଣ? ଇଏ ତ ତତ୍ତ୍ୱ ଭୂଷଣ ନା, ଟିକେ ତତ୍ତ୍ୱ କଥାଟା କହିବେ ଆସିକି। ବଇ ଶୁଣୁ, ଆଗକୁ ଆସିକି ରହିଲେ ଉପପ୍ଳବ ନଗରୀରେ, ଧୌମ୍ୟ ପୁରୋହିତ ମାଗିଲେ। ଦୁର୍ଯ୍ୟୋଧନ କଣ କହିଲା? କହିଲା ଯାଅ କହିଦେବ ନିର୍ଲଜ ପାଣ୍ଡବ ନାହିଁ ତାଙ୍କ ଅଧିକାର, ନାହିଁ ତାଙ୍କ ଅଧିକାର, ନାହିଁ ତାଙ୍କ ଅଧିକାର, ସୂଚି ମୁନେ ଭୂମି ଦାନେ ନାହିଁ ମୋର ଅଧିକାର, ନାହିଁ ମୋର ଅଧିକାର, ନାହିଁ ମୋର ଅଧିକାର। ଖାଲି ପୁରୋହିତ ବ୍ରାହ୍ମଣ ହେଇପାରିବେନି, ଆମ ବାରିକ ଯିଏ ସିଏ ମଧ୍ୟ ପୁରୋହିତ। ଆମର ସେବକ ଯିଏ ବିଶ୍ୱନାଥଙ୍କର ସେବା କରୁଛନ୍ତି ମାଳି, ସିଏ ମଧ୍ୟ ପୁରୋହିତ। ଆମର ଲୁଗା ସଫା କରୁଥିବା ଧୋବା, ସିଏ ମଧ୍ୟ ପୁରୋହିତ। ପାଲା ଗପରେ ନାହିଁ, 4ଟା ଚଉପଦୀ, 2ଟା ଛାନ୍ଦ, 3ଟା ଶ୍ଲୋକ ଶିଖିଲେ ପାଲା ହବନି। ବର୍ତ୍ତମାନ ପାଲା କେତେ ଗଭୀର ଜାଣିଛୁ? ଶୁଣ, 3600 ମିଟର ତଳେ ମଣିଷ ଅଛି, ପୃଥିବୀର 3600 ମିଟର, 3060 ମିଟର, 36 କିଲୋମିଟର ତଳେ ମଣିଷ ଅଛି। ସେଇଠୁ ପାଲା ଆରମ୍ଭ ହବ। ଆଉ ଇଏ ଦୀପଦ ଗୀତ, ଆଖିରୁ ଲୁହ ଝରେଇକି ଦ୍ରୌପଦୀ ଡାକୁଛି, ସେ ଡକାରେ କଣ ମୂଲ୍ୟ ଅଛି? ହରାବାଟି କରିନି, ମନ ଦେଇକି ଶୁଣ। କହିଲେ ଧୌମ୍ୟ ପୁରୋହିତ,
କହିଲା ରେ ହେ ଯଦି ଭାଗ୍ୟ ଭଲ ଅଛି ପାଣ୍ଡବଙ୍କୁ ତାଙ୍କ ଭାଗ ଦେଇ ଦେ। ଦୁର୍ଯ୍ୟୋଧନ କହିଲା ଏ ତମେ ଗୋସେଇ ଲୋକ, ତମେ ପୁରୋହିତ। କାହିଁକି? ତାଙ୍କ ନା ଧୌମ୍ୟ। ଆରେ ଧୌମ୍ୟ ଧୌମ୍ୟ ଫେରିଗଲେ। ଦ୍ୱିତୀୟରେ ଆଉ ଜଣେ ଦୂତ ଆସିଲେ, ସେ ହଉଛନ୍ତି ଉତ୍ତର। ବିରାଟ ନନ୍ଦନ ଉତ୍ତର। ଯୁକ୍ତ କରେ ମୁକ୍ତ କଣ୍ଠେ ଭାସିଲା ଉତ୍ତର। ଦିଅନ୍ତୁ କିଛି ସମ୍ପତ୍ତି ଭାଇଙ୍କୁ ତୁମ୍ଭର। ଉତ୍ତର ହାତ ଯୋଡ଼ିଲା, କହିଲା ମହାରାଜ ବେଶୀ କିଛି ନୁହଁ, ଅଳ୍ପ କିଛି ସମ୍ପତ୍ତି ଦେଇ ଦିଅନ୍ତୁ, ସେ ବିଚରା ପାଣ୍ଡବମାନେ ବଞ୍ଚିଯିବେ। ର ପାଖରେ ବସେଇଲା। ଦୁର୍ଯ୍ୟୋଧନ ଆଶ୍ୱାସନା କଲା, ଉତ୍ତରକୁ ଯଥୋଚିତ ବ୍ୟବହାର ଦେଲା। କହିଲା ତୁ ବନ୍ଧୁ ପିଲା ଆମର, ତୁ ଆସିଛୁ ଖାଇ ପିଇକି 8 ଦିନ ବୁଲିବୁ ଚାଲିବୁ ଯିବୁ, ତୁ ଆମ ଘର କଳିରେ କାହିଁକି ମୁଣ୍ଡ ଖେଳୁଛୁ? ସିଏ ଚାଲିଗଲେ। ତୃତୀୟରେ ଆସିଲେ ଦ୍ରୁପଦ। ଦ୍ରୁପଦକୁ ମଧ୍ୟ ମନା କରିଦେଲା। କୃଷ୍ଣ ଚିନ୍ତା କଲେ ମତେ ଯିବାକୁ ପଡିବ। ଯେତେବେଳେ କୃଷ୍ଣ ଯାଇକି ପହଞ୍ଚିଲେ, ବଇ 5 କଟକ ମାଗି ନାହାନ୍ତି। ଓଡିଆ ପୁରାଣ କହୁଛି 5ଟା କଟକ ମାଗିଛୁ ବୋଲି। ସେ ତ 5ଟା କଟକ ଦେଇଦବ, ବୈରାଗଡ ଯିବ ସିଏ। ଏଠି ଯୋଉ ହସ୍ତିନା, ଇନ୍ଦ୍ରପ୍ରସ୍ଥ, ଯମପ୍ରସ୍ଥ, ବାରଣାବର୍ତ ଆଉ ଜୟନ୍ତ, ଏ 5 କଟକ ତ ଦେଇଦବ। ସେ କଣ ସିଏ ବୈରାଗଡ ଯିବ? ସେ କଥା ମାଗି ନାହାନ୍ତି। 4ଟି ଗାଁ ମାଗିଛନ୍ତି। ବଇ ସଂସ୍କୃତ ମହାଭାରତରେ 4ଟା ଗାଁର ଲେଖା। କଣ ସେ 4ଟା ନା? 4ଟା ନା କଣ କହିଦେବି? କହିଲେ ଅବିସ୍ଥଳ, ବୃକସ୍ଥଳ, ମାକନ୍ଦି, ବାରଣାବର୍ତ, ଚତୁର ଗ୍ରାମ, ପଞ୍ଚତୟ ଯଥାଶୀ। ସବୁ ଗୁଡାକ ଗଣ୍ଠି ରଖିଲେ। ସେ ବୁଢା ଲୋକ ଚାଲି ପାରୁନାହାନ୍ତି, ଗୋଡ ଭାଙ୍ଗିଛି, ରଡ ପଶିଛି, ସେ ବିଚରା ମୁଣ୍ଡ ବୁଲେଇ ହେଇଯିବ, ଆଉ ଆସିପାରିବେନି ଏଠି। ସବୁ ପଚାରିଲେ ଅଡୁଆ ହେଇଯିବ। 4ଟା ଗାଁ କହିଲେ ଅବିସ୍ଥଳ, ବୃକସ୍ଥଳ, ମାକନ୍ଦି, ବାରଣାବର୍ତ। କହିଲେ 4ଟା ଆମେ ମାଗୁଛୁ, ଆଉ ଯଦି ଇଚ୍ଛାଛି, ଯଦି ଇଚ୍ଛା କରୁଛୁ, ପଞ୍ଚମ ତୋ ଉପରେ ନ୍ୟସ୍ତ। ତୋ ମନ ଯୋଉଟା ହଉଛି ତୁ ଦବୁ। ହେ ଦୁର୍ଯ୍ୟୋଧନ ତାଚ୍ଛଲ୍ୟ କଲା। କହିଲା କୃଷ୍ଣ ରାଜା କାହାକୁ କହନ୍ତି, ରାଜ୍ୟ କାହାକୁ କହନ୍ତି, ତୋର ଜ୍ଞାନ ଅଛି? ଟିକେ ଚିପି ଦେବି। ଦୁର୍ଯ୍ୟୋଧନ ଏ କଥା କହୁଥିଲା। ତୁ ବ ବ ବ ଶୁଣ। କହିଲା ରାଜନୀତି କାହାକୁ କହନ୍ତି ତୁ ଜାଣିଛୁ? ରାଜ୍ୟ କାହାକୁ କହନ୍ତି ତୁ ଜାଣିଛୁ? ଶୁଣ। କହିଲେ ସ୍ୱାମ୍ୟ ମାତ୍ୟ କୋଷଦଣ୍ଡ ତଥା ସପ୍ତୈତାନି ସମଷ୍ଟାନି ଲୋକସ୍ମିନ୍ ରାଜ୍ୟ ଉଚ୍ୟତେ। ମୁଁ ଦେବି, ସେ କିନ୍ତୁ ରାଜା ହେବା ପାଇଁ ଅନୁପଯୁକ୍ତ। ପ୍ରଥମେ ସ୍ୱାମୀ, ଯିଏ ରାଜା, ରାଜ୍ୟର ମାଲିକ, ସେ ଜଣେ ହବ। ଏ 5ଟା ପାଣ୍ଡବଙ୍କ ଭିତରେ ରାଜା ହେବା ପାଇଁ ଯୋଗ୍ୟତା କାର ଅଛି କହ? କାର ଜଣକର ଅଛି କହ? ହିସାବରେ ନ୍ୟାୟତଃ 5 ପାଣ୍ଡବଙ୍କ ଭିତରେ ଜ୍ୟେଷ୍ଠ ଭ୍ରାତା ଯୁଧିଷ୍ଠିର, ସେ ହବା କଥା। ସେ ଅଯୋଗ୍ୟ। କାରଣ ସମ୍ପତ୍ତି କି ଯିଏ ସୁରକ୍ଷା ଦେଇ ନ ଜାଣେ, ତା ପାଖରେ ସମ୍ପତ୍ତି ରହିବନି। ବୁଝୁଛି ନା ନାଇଁ? ଇଏ ହଉଛି ଗୋଟେ ବ୍ୟସନୀ। ରାତି ପାଇଲେ ପଶା କାଠିକି ଧରିକି ବୁଲିବ। ଯିଏ ରାତି ପାଇଲେ ପଶା ଖେଳିବ, ପକେଟରେ ତା ବାପା ତା ପଇସା ରହିବ? ହଁ କି ନାଇଁ କହୁନ? ଆରେ ଯିଏ ରାତି ପାଇଲେ ଯିବ ଜୁଆ ଖେଳିବ, ତା ପକେଟରେ ପଇସା ରହିବ? ତା ପକେଟରେ କଣ ଘରେ ତ ରହିବ? সেটা অযোগ্য। দ্বিতীয় ভীম, আমি ভীমকু রাজা করন্তে, সে বহুভাষী বহুভাষীণ, যে বহুত খায় বহুত কথা কহে, সে রাজনীতি পাই অনফিট। যে বহুত খাইব বহুত কথা কইব, সে রাজনীতি পাই অনফিট, সে রাজা হই পারিবনি। গোটা লোক অর্জুন, তুমি কোন অর্জুনকু রাজা করে দেব? তুমি অর্জুনকু রাজা করে দেব? তুমি অর্জুনকু রাজা করিবনি। কারণ কৃষ্ণ তুমি বড় মায়াবী, ভারি চালাক লোক। হে দুর্যোধন কହୁଛି তুমি বড় চালাক লোক। তম চালাকি কোন কল? তুমি রাজনীতি করিয়া ইচ্ছা কল,
କୃଷ୍ଣ ଶ୍ରେଷ୍ଠ ରାଜନୀତିଜ୍ଞ, କୃଷ୍ଣ ଶ୍ରେଷ୍ଠ ଅର୍ଥନୀତିଜ୍ଞ, କୃଷ୍ଣ ଶ୍ରେଷ୍ଠ କୂଟନୀତିଜ୍ଞ, କୃଷ୍ଣ ଶ୍ରେଷ୍ଠ ସମାଜବିଦ, କୃଷ୍ଣ